श्रोताबंधु प्रत्येक साहित्यिकଙ୍କର ଲକ୍ଷ୍ୟ ହେଉଛି ମଣିଷର ମନକୁ ପରିମାର୍ଜିତ କରିବା, ସଂସ୍କାରିତ କରିବା ଏବଂ ସେମାନଙ୍କର ପ୍ରାତ୍ୟହିକ ଜୀବନ ଭିତରେ ଯେତେ ଦୁର୍ବଳତା ଅଛି, ଯେତେ ବିରୋଧାଭାସ ଅଛି, ତାକୁ ସଂଶୋଧନ କରିକି ସେ ସବୁ ମାନସିକତାରୁ ସେମାନଙ୍କୁ ମୁକ୍ତ କରିବା। ସାହିତ୍ୟିକଟିଏ ବୋଧହୁଏ ଏହି କଥା ନେଇ ବେଶୀ ଦାୟବଦ୍ଧ ଥାନ୍ତି ଏବଂ ଆଜି ଆମେ ଯାହାଙ୍କୁ ଶୁଣିବା ସେ ଜଣେ ଉଚ୍ଚ କୋଟିର ଆଲୋଚକ। ତାଙ୍କ ଜୀବନରେ ସେ ଅନୁଭବ କରିଥିବା ଉପଲବ୍ଧିକୁ ନେଇ ଅନେକ ପ୍ରବନ୍ଧ ସମାଲୋଚନା ସେ ସୃଷ୍ଟି କରିଛନ୍ତି। ବୃତ୍ତିଗତ ଜୀବନରେ ଅଧ୍ୟାପନା କରିଥିଲେ ଏବଂ ବର୍ତ୍ତମାନ ସେ ଅବସରପ୍ରାପ୍ତ ପ୍ରଫେସର ଗୋଲକ ବିହାରୀ ଆଚାର୍ଯ୍ୟ। ଆଜି ତାଙ୍କର ଏକ ଦାର୍ଶନିକ ପ୍ରବନ୍ଧଟି ଆମେ ଶୁଣିବା, ଯାହାଙ୍କ ଆଲୋଚନାର ଶୀର୍ଷକ ହେଉଛି କ୍ୟାଥାର୍ସିସ୍, ଭାବାବେଗର ପରିଶୋଧନ, ପରିମାର୍ଜନ ଓ ପ୍ରଜ୍ଞା ପ୍ରାପ୍ତିର ଦାର୍ଶନିକ ଦିଗନ୍ତ। ସମାଲୋଚକ ଲେଖକ ଶ୍ରୀଯୁକ୍ତ ଗୋଲକ ବିହାରୀ ଆଚାର୍ଯ୍ୟ। ମାନବ ସଭ୍ୟତାର ବୌଦ୍ଧିକ ଇତିହାସରେ ଯେଉଁ କେତେକ ଗ୍ରୀକ୍ ଧାରଣା ଯୁଗେ ଯୁଗେ ସାହିତ୍ୟ, ଦର୍ଶନ, ମନୋବିଜ୍ଞାନ ଓ ନନ୍ଦନ ତତ୍ତ୍ୱକୁ ଗଭୀର ଭାବେ ପ୍ରଭାବିତ କରିଆସିଛି, ସେଥିମଧ୍ୟରେ କ୍ୟାଥାର୍ସିସ୍ ଅନ୍ୟତମ। ଗ୍ରୀକ୍ ଶବ୍ଦ କ୍ୟାଥାର୍ସିସ୍ର ଅର୍ଥ ହେଉଛି ପରିଶୁଦ୍ଧି, ପରିମାର୍ଜନ କିମ୍ବା ପରିଶୋଧନ। କାଳକ୍ରମେ ଏହି ଧାରଣା କେବଳ ନାଟ୍ୟଶାସ୍ତ୍ରର ସୀମାରେ ଆବଦ୍ଧ ରହିନାହିଁ, ବରଂ ମାନବ ମନନ, ମାନବ ମନସ୍କତା ଓ ମାନବ ମୁକ୍ତିର ଏକ ମହତ୍ତର ମାନସିକ ଓ ଦାର୍ଶନିକ ପ୍ରକ୍ରିୟାରେ ପରିଣତ ହୋଇଛି। ଏହା ସେହି ଅନ୍ତର୍ଗତ ଅନୁଭବ ଯାହା ଭାବାବେଗକୁ ବିଶୁଦ୍ଧ କରେ, ବିବେକକୁ ବିସ୍ତାର କରେ ଏବଂ ଚେତନାକୁ ଚିରନ୍ତନ ସତ୍ୟର ନିକଟକୁ ନେଇଯାଏ। କ୍ୟାଥାର୍ସିସ୍ ଧାରଣାର ଦାର୍ଶନିକ ପ୍ରତିଷ୍ଠାତା ହେଲେ ପ୍ରାଚୀନ ଗ୍ରୀକ୍ ମହାମନୀଷୀ ଅରିଷ୍ଟଟଲ। ତାଙ୍କର ଅମର ଗ୍ରନ୍ଥ ପୋଏଟିକ୍ସରେ ସେ ମତବ୍ୟକ୍ତ କରିଥିଲେ ଯେ ଟ୍ରାଜେଡି କରୁଣା ଓ ଭୟର ଉଦ୍ରେକ ଘଟାଇ ସେହି ଭାବଗୁଡ଼ିକର କ୍ୟାଥାର୍ସିସ୍ ସାଧନ କରାଇଥାଏ। ଏହି କ୍ୟାଥାର୍ସିସ୍କୁ କେହି ଭାବନାର ନିଷ୍କାସନ, କେହି ଭାବାବେଗର ପରିଶୋଧନ ଓ ଅନ୍ୟମାନେ ଭାବର ବୌଦ୍ଧିକ ପରିସ୍ଫୁଟନ ଭାବରେ ବ୍ୟାଖ୍ୟା କରିଛନ୍ତି। ମାତ୍ର ଭାବପ୍ରବଣତା ନୁହେଁ, ବରଂ ଭାବରୁ ବୋଧକୁ, ବେଦନାରୁ ବିବେକକୁ ଏବଂ ଅନୁଭୂତିରୁ ଅନ୍ତର୍ଦୃଷ୍ଟିକୁ ଉତ୍ତରଣ ହେଉଛି ଏହାର ପ୍ରକୃତ ପରିଣତି। ଦାର୍ଶନିକ ଦୃଷ୍ଟିରୁ କ୍ୟାଥାର୍ସିସ୍ ଏହି ସତ୍ୟକୁ ସ୍ୱୀକାର କରେ ଯେ ଭାବନା ମାନବ ଜୀବନର ଶତ୍ରୁ ନୁହେଁ, ବରଂ ତାହା ମାନବତାର ମୂଳମର୍ମ। କିନ୍ତୁ ଅନିୟନ୍ତ୍ରିତ ଆବେଗ ମଣିଷର ମନନକୁ ମଳିନ ଓ ମନସ୍କତାକୁ ବିଚଳିତ କରିପାରେ। କଳା, କାବ୍ୟ ଓ ନାଟକ ସେହି ଆବେଗକୁ ଏକ ସୁସଂହତ ସୌନ୍ଦର୍ଯ୍ୟମୟ ପରିସରରେ ଉପସ୍ଥାପନ କରି ତାହାର ଶୁଦ୍ଧି ସାଧନ କରେ। ଫଳରେ ଦର୍ଶକ କିମ୍ବା ପାଠକ କେବଳ ଅନୁଭବ କରେ ନାହିଁ, ସେ ଅନୁଧ୍ୟାନ କରେ, ଅନୁଭୂତିକୁ ଅର୍ଥମୟ କରେ ଏବଂ ଆତ୍ମବୋଧର ଏକ ଉଚ୍ଚତର ସ୍ତରରେ ଉପନୀତ ହୁଏ। ଗ୍ରୀକ୍ ପୁରାଣ ଓ ନାଟ୍ୟ ସାହିତ୍ୟରେ କ୍ୟାଥାର୍ସିସ୍ର ଅସଂଖ୍ୟ ଉଦାହରଣ ଦୃଷ୍ଟିଗୋଚର ହୁଏ। ସୋଫୋକ୍ଲେସ୍ଙ୍କ ଅମର ନାଟକ ଓଡିପସ୍ ରେକ୍ସ ଏହାର ସର୍ବୋତ୍କୃଷ୍ଟ ଦୃଷ୍ଟାନ୍ତ। ସତ୍ୟ ସନ୍ଧାନୀ ଇଡିପସ୍ ଯେତେବେଳେ ଜାଣିପାରନ୍ତି ଯେ ସେ ଅଜାଣତରେ ପିତୃହତ୍ୟା ଓ ମାତୃବିବାହ ପରି ଭୟାବହ ଭବିଷ୍ୟବାଣୀକୁ ସତ୍ୟରେ ପରିଣତ କରିଛନ୍ତି, ସେତେବେଳେ ଦର୍ଶକର ହୃଦୟ କରୁଣାରେ କମ୍ପିତ ଓ ଭୟରେ ବିହ୍ୱଳ ହୋଇଉଠେ। କିନ୍ତୁ ନାଟକର ଅନ୍ତେ ସେହି ଭାବବିହ୍ୱଳତା ଜୀବନର ଅନିବାର୍ଯ୍ୟ ନିୟତି ଓ ମାନବୀୟ ସୀମାବଦ୍ଧତା ସମ୍ବନ୍ଧରେ ଏକ ଗଭୀର ବୋଧରେ ପରିଣତ ହୁଏ। ଏହି ରୂପାନ୍ତରଣ ହିଁ କ୍ୟାଥାର୍ସିସ୍। ସେହିପରି ଏସ୍କିଲସ୍ଙ୍କ ଓରେଷ୍ଟିଆ ତ୍ରୟରେ ପ୍ରତିଶୋଧ, ପାପ, ପ୍ରାୟଶ୍ଚିତ ଓ ନ୍ୟାୟର ଜଟିଳ ଜାଲ ମଧ୍ୟରେ ମାନବ ଜୀବନର ଦୁଃଖଦ ଦିଗ ଉନ୍ମୋଚିତ ହୋଇଛି। ହତ୍ୟାରୁ ହତ୍ୟା, ରକ୍ତରୁ ରକ୍ତର ଜନ୍ମ ହେଲେ ମଧ୍ୟ ଶେଷରେ ନ୍ୟାୟ ଓ ନିୟମର ପ୍ରତିଷ୍ଠା ଦର୍ଶକଙ୍କୁ ଏକ ମାନସିକ ପ୍ରଶାନ୍ତି ଓ ନୈତିକ ନିର୍ମଳତାର ଅନୁଭୂତି ପ୍ରଦାନ କରେ। ରୋମୀୟ ସାହିତ୍ୟରେ ମଧ୍ୟ କ୍ୟାଥାର୍ସିସ୍ର ଧାରଣା ନୂତନ ଆୟାମ ପାଇଥିଲା। ସେନେକା ଦ ୟଙ୍ଗରଙ୍କ ଟ୍ରାଜେଡିଗୁଡ଼ିକରେ କ୍ରୋଧ, କାମନା, ପ୍ରତିହିଂସା ଓ ଅହଙ୍କାରର ଅନିୟନ୍ତ୍ରିତ ପ୍ରବାହ ଦେଖିବାକୁ ମିଳେ।
ମିଡିଆ ନାଟକରେ ନାୟିକାର ଉନ୍ମତ୍ତ ପ୍ରତିଶୋଧ ପ୍ରବୃତ୍ତି ଦର୍ଶକଙ୍କୁ ଶିହରିତ କରେ, କିନ୍ତୁ ସେହି ଶିହରଣ ଶେଷ ପର୍ଯ୍ୟନ୍ତ ଆତ୍ମସଂଯମ, ସମୃଦ୍ଧି ଓ ସଦାଚାରର ଆବଶ୍ୟକତା ସମ୍ପର୍କରେ ଏକ ଷ୍ଟୋଇକ୍ ବୋଧ ଜାଗ୍ରତ କରିଥାଏ। ଇଂରାଜୀ ନାଟ୍ୟ ସାହିତ୍ୟରେ କ୍ୟାଥାର୍ସିସ୍ର ସର୍ବୋଚ୍ଚ ସାର୍ଥକତା ପରିଲକ୍ଷିତ ହୁଏ ୱିଲିୟମ ସେକ୍ସପିୟରଙ୍କ ସୃଷ୍ଟିରେ। ହାମଲେଟର ଶୋକ, ସନ୍ଦେହ ଓ ପ୍ରତିଶୋଧର ଦ୍ୱନ୍ଦ୍ୱରେ ଛଟପଟ ହେଉଥିବା ହାମଲେଟ୍ ମାନବ ମନର ଏକ ଚିରନ୍ତନ ପ୍ରତିନିଧିରେ ପରିଣତ ହୋଇଛନ୍ତି। ତାଙ୍କର ବିପର୍ଯ୍ୟୟ ଦର୍ଶକଙ୍କ ମନରେ କରୁଣା ଜଗାଏ, ତାଙ୍କର ଦ୍ୱିଧା ଜୀବନର ଜଟିଳତାକୁ ଉଦ୍ଭାସିତ କରେ। ଫଳତଃ ଦର୍ଶକ ଦୁଃଖରେ ଡୁବି ନ ଯାଇ ଦୁଃଖର ଦାର୍ଶନିକ ତାତ୍ପର୍ଯ୍ୟକୁ ଉପଲବ୍ଧି କରେ। କିଙ୍ଗ ଲିୟରରେ ଅହଙ୍କାରର ଅନ୍ଧକାରରୁ ଆତ୍ମଜ୍ଞାନର ଆଲୋକକୁ ରାଜା ଲିୟରଙ୍କ ଯାତ୍ରା ଏବଂ ମ୍ୟାକବେଥରେ ଅମିତ ଆକାଂକ୍ଷାରୁ ଆତ୍ମବିନାଶର ଅଭିଯାନ ଦର୍ଶକଙ୍କୁ ଭାବବିହ୍ୱଳ କରିବା ସହିତ ମାନବ ମର୍ଯ୍ୟାଦା, ନୈତିକତା ଓ ନିୟତିର ଗଭୀର ଶିକ୍ଷା ପ୍ରଦାନ କରେ। ଏହି ଭାବଶୁଦ୍ଧି ହିଁ କ୍ୟାଥାର୍ସିସ୍ର ଚରମ ଚେତନା। ଆଧୁନିକ ମନୋବିଜ୍ଞାନ ମଧ୍ୟ ଏହି ଧାରଣାକୁ ନୂତନ ପରିପ୍ରେକ୍ଷୀରେ ଗ୍ରହଣ କରିଛି। ସିଗମଣ୍ଡ ଫ୍ରଏଡଙ୍କ ମତରେ ଅବଦମିତ ଆବେଗର ଅଭିବ୍ୟକ୍ତି ମାନସିକ ମୁକ୍ତି ଆଣିପାରେ। ତଥାପି ସମକାଳୀନ ମନୋବିଜ୍ଞାନ କହେ ଯେ କେବଳ ଭାବନାର ବିସର୍ଜନ ନୁହେଁ, ବରଂ ତାହାର ଅର୍ଥାନ୍ୱେଷଣ ଓ ଆତ୍ମବିଶ୍ଳେଷଣ ହିଁ ପ୍ରକୃତ ଆରୋଗ୍ୟର ପଥ। ଏହି ଦୃଷ୍ଟିରୁ ଆଧୁନିକ ମନୋବିଜ୍ଞାନ ଆରିଷ୍ଟଟଲୀୟ ଦର୍ଶନ ସହିତ ଏକ ଚମତ୍କାର ସାମଞ୍ଜସ୍ୟ ସ୍ଥାପନ କରେ। ସାର କଥା ହେଲା, କ୍ୟାଥାର୍ସିସ୍ କେବଳ ଭାବର ବିସର୍ଜନ ନୁହେଁ, ଏହା ଭାବର ବିଶୁଦ୍ଧି, ବୋଧର ବିକାଶ ଓ ବ୍ୟକ୍ତିତ୍ୱର ବିକାଶ। ଗ୍ରୀକ୍ ଟ୍ରାଜେଡିରୁ ରୋମିଓ ନାଟକ, ସେକ୍ସପିୟରୀୟ ମହାକୃତିରୁ ଆଧୁନିକ ମନୋବିଜ୍ଞାନ, ସର୍ବତ୍ର ଏହା ଏକ ଅନନ୍ତ ସତ୍ୟର ସାକ୍ଷ୍ୟ ବହନ କରେ। ମଣିଷ ଦୁଃଖକୁ ଏଡ଼ାଇ ନୁହେଁ, ଦୁଃଖକୁ ଅନୁଭବ, ଅନୁଧ୍ୟାନ ଓ ଅନ୍ତର୍ଭୁକ୍ତ କରି ଜ୍ଞାନର ଜ୍ୟୋତିରେ ଉତ୍ତୀର୍ଣ୍ଣ ହୁଏ। କ୍ୟାଥାର୍ସିସ୍ ସେହି ମହାମୁହୂର୍ତ୍ତ ଯେଉଁଠାରେ ବେଦନା ବୋଧରେ, ଭାବନା ବିବେକରେ ଓ ଅନୁଭବ ଅମୃତସମ ପ୍ରଜ୍ଞାରେ ପରିଣତ ହୁଏ। ଶ୍ରୋତାବନ୍ଧୁ, ଆଜି ଆମେ ମଣିଷ ଭାବାବେଗର କିପରି ଶୁଦ୍ଧି ହେଇପାରିବ, ପରିଶୋଧନ ହେଇପାରିବ, ପରିମାର୍ଜନ କରିକି ସେ କିପରି ପ୍ରଜ୍ଞା ବା ଉତ୍ତରିତ ଚେତନାକୁ ପ୍ରାପ୍ତ ହେଇପାରିବ, ତାହାର ଏକ ଦାର୍ଶନିକ ଦିଗକୁ ଶୁଣୁଥିଲେ, ଯାହାର ଶୀର୍ଷକ ଥିଲା କ୍ୟାଥାର୍ସିସ୍, ଭାବାବେଗର ପରିଶୋଧନ, ପରିମାର୍ଜନ ଓ ପ୍ରଜ୍ଞା ପ୍ରାପ୍ତିର ଦାର୍ଶନିକ ଦିଗନ୍ତ। ଏହାର ରଚୟିତା ଲେଖକ ଥିଲେ ଆମ ସମୟର ବିଶିଷ୍ଟ ଆଲୋଚକ, ପ୍ରଜ୍ଞାର ବ୍ୟକ୍ତିତ୍ୱ ଡକ୍ଟର ଗୋଲକ ବିହାରୀ ଆଚାର୍ଯ୍ୟ। ଆଜିର ଏହି ଅଡିଓଟି ଆପଣମାନଙ୍କୁ କେମିତି ଲାଗିଲା, ଆପଣମାନଙ୍କ ମତାମତ ଅପେକ୍ଷାରେ ରହୁଛି। ଧନ୍ୟବାଦ।